ବାଲେଶ୍ୱର ଗାନ୍ଧୀଙ୍କ ଜୀବନ ଓ ଦର୍ଶନ ସମଗ୍ର ବିଶ୍ୱ ମାନବ ସମାଜକୁ ବହୁ ଭାବରେ ପ୍ରଭାବିତ କରିଛି। ଗାନ୍ଧୀ କେବଳ ଜଣେ ମହାନ ମାନବ ନଥିଲେ, ସେ ଥିଲେ ଜଣେ ମହାମାନବ, ସମଗ୍ର ବିଶ୍ୱବାସୀଙ୍କୁ ନେତୃତ୍ୱ ପ୍ରଦାନ କରିବା ଭଳି ବ୍ୟକ୍ତିତ୍ୱ। ତ୍ୟାଗ ଓ ଅହିଂସାର ମହାମନ୍ତ୍ର ବଳରେ ସେ ଭାରତବାସୀଙ୍କୁ ସ୍ୱାଧୀନତାର ସ୍ୱାଦ ଚାଖିବାର ସୁଯୋଗ ଦେଇଥିଲେ। ତାଙ୍କରି ଡାକରେ ଆକୁମାରୀ ହିମାଚଳ ଭାରତର ଆବାଳ ବୃଦ୍ଧବନିତା ସ୍ୱାଧୀନତା ସଂଗ୍ରାମରେ ଝାସ ଦେଉଥିଲେ। ଗାନ୍ଧୀଙ୍କର ବ୍ୟକ୍ତିତ୍ୱ ଓ ଆଦର୍ଶର ପଟାନ୍ତର ନାହିଁ। ଗାନ୍ଧୀଙ୍କ ଜୀବନ ଦର୍ଶନକୁ ପାଥେୟ କରି ବହୁ ବିଶ୍ୱବିଦ୍ୟାଳୟରେ ପାଠ୍ୟକ୍ରମ ମଧ୍ୟ ପ୍ରଚଳନ ହୋଇଛି। 2 ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଷ୍ଟେସନ କ୍ଲବଠାରେ ରାଜ୍ୟ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ରୂପାୟନର ମିଳିତ ସହଯୋଗରେ 156ତମ ଗାନ୍ଧୀ ଜୟନ୍ତୀ ଉତ୍ସବ ଅନୁଷ୍ଠାନର ସମ୍ପାଦିକା ଶ୍ରଦ୍ଧାଞ୍ଜଳି ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଯୋଗ ଦେଇଥିବା ବେଳେ କବି ଅଭୟ ଦାସ, ନାଟ୍ୟକାର ବିଜୟ ମହାକୁଡ଼, ଆଡଭୋକେଟ ବିଜୟ ପାଣିଗ୍ରାହୀ ପ୍ରମୁଖ ଅତିଥି ବକ୍ତା ଭାବରେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ତାପସ ସାହୁ ଏଥିରେ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମଞ୍ଜୁଲତା ବଳ, ଅମରେଶ ପାତ୍ର, ଡକ୍ଟର କମଳାକାନ୍ତ ବିଶ୍ୱାଳ, ଆଫ୍ରିନ୍ ଖାତୁନ, ମାନସ ରଥ, ଡାକ୍ତର ରଜନୀକାନ୍ତ ନାୟକ, ପଦ୍ମଭୂଷଣ ରାୟ, ଗୌରାଙ୍ଗ ପାତ୍ର, ଅମର କୁମାର ପାଲ, ସୁଶ୍ରୀ ଚୌହାନୀ, ସାଏ ଜେନା, ଅକ୍ଷୟ କୁମାର ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତାରେ କାମିନୀ କାନ୍ତ ଚୌଧୁରୀ, ଅମରେଶ ପାତ୍ର ଏବଂ ଗୌତମୀ ଦାସଙ୍କୁ ବିଚାରକ ଭାବେ ଯୋଗ ଦେଇଥିଲେ। ସଙ୍ଗୀତ ପରିବେଷଣ କରିଥିଲେ ମଞ୍ଜୁଲତା ବଳ, ବେବିରାଣୀ ଦାସ ଏବଂ ଗୀତିକାର ଅଭୟ ଦାସ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଅନୁଷ୍ଠାନର ଉପଦେଷ୍ଟା ସର୍ବେଶ୍ୱର ଜେନା, ଯଶୋଦାନନ୍ଦ ଆଶ, ଜିତେନ୍ଦ୍ର ଉପାଧ୍ୟାୟ ଏବଂ ସରସ୍ୱତୀ ପଣ୍ଡା, ଦମୟନ୍ତୀ ପଣ୍ଡା। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସ୍ନେହଲତା ରାୟ, ଗୌରାଙ୍ଗ ପାଣିଗ୍ରାହୀ, ଶରତ ଦଳେଇ, ନିରଞ୍ଜନ ପରିଡ଼ା ଏବଂ ରତିକାନ୍ତ ନନ୍ଦ। ଏହି ଅବସରରେ ଡାକ୍ତର ଅଶ୍ୱିନୀ ଶତପଥୀଙ୍କ ଲିଖିତ ଗାନ୍ଧୀ ଦର୍ଶନ ପୁସ୍ତକକୁ ଅତିଥିମାନେ ଉନ୍ମୋଚିତ କରିଥିଲେ। ବାଲେଶ୍ୱରରୁ ଶ୍ରଦ୍ଧାଞ୍ଜଳି ରାୟଙ୍କ ରିପୋର୍ଟ।